143 ଜଣ ସାଂସଦଙ୍କୁ ଏ ଅଧିବେଶନରୁ ନିଲମ୍ବିତ କରିଛି ସରକାର। ତାର ପ୍ରତିବାଦରେ ଭାରତ ବର୍ଷର 26ଟି ମିଳିତ ରାଜନୈତିକ ଦଳମାନଙ୍କ ପକ୍ଷରୁ INDI ମେଣ୍ଟ ତରଫରୁ ଆଜି ଦେଶବ୍ୟାପୀ ଗଣ ପ୍ରତିବାଦ କରାଯାଉଛି। ଆମର ଆହ୍ୱାନ ହେଉଛି କେବଳ ଗଣତନ୍ତ୍ର କେବଳ ପାର୍ଲାମେଣ୍ଟର ଭିତରେ ସୀମିତ ନୁହଁ। ଭାରତ ବର୍ଷର ପରିପକ୍ୱ ସମୃଦ୍ଧ ଗଣତନ୍ତ୍ର ରାଜରାସ୍ତାରେ ମଧ୍ୟ ନୀତି ନିର୍ଦ୍ଧାରଣ କରିପାରେ। ତେଣୁ ଏହି କଥାକୁ ନେଇ ଆଜି ଯେଉଁ ପ୍ରତିବାଦ ସେଇ INDI ମେଣ୍ଟ ତରଫରୁ ଆମେ CPI ଏବଂ କଂଗ୍ରେସ ପକ୍ଷରୁ ମିଳିତ ଭାବରେ ଆଜି ପଥକାନ୍ତ ସଭା ଏ ସରକାର ଯେତେବେଳେ 2014 ମସିହାରେ କ୍ଷମତାକୁ ଆସିଲା ଆମେ କମ୍ୟୁନିଷ୍ଟ ମାନେ କହିଥିଲୁ ଇଏ ଭାରତ ବର୍ଷର ଇତିହାସରେ ବିଜେପି ପୂର୍ବରୁ ଆସିଛି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଇଛନ୍ତି, କିନ୍ତୁ 2014ର ସାଧାରଣ ନିର୍ବାଚନ କେବଳ ଭାରତ ବର୍ଷର ଗଣତାନ୍ତ୍ରିକ ଇତିହାସରେ ଏକ କ୍ଷମତା ପରିବର୍ତ୍ତନ ନୁହଁ। ଏ ସରକାରର ଶ୍ରେଣୀ ଏ ସରକାରର କ୍ଲାସ୍ କ୍ୟାରେକ୍ଟର ଆଜି ପର୍ଯ୍ୟନ୍ତ ଭାରତ ବର୍ଷର ସମସ୍ତ ସରକାର ଠାରୁ ଭିନ୍ନ। ଏ ସରକାର ଏକ ସାମ୍ପ୍ରଦାୟିକ ସରକାର, ଯାହା ଗୋଲବାଲକରର ନୀତି, ଯାହା RSSର ନୀତି, ଯାହା ହେଡବର୍ଗରର ନୀତି, ଯାହା ହିଟଲରର ନୀତି, ସେ ନୀତିକି ସେ ନିଷ୍ପତ୍ତିକି ଆଗାମୀ ଦିନରେ କାର୍ଯ୍ୟକାରୀ କରିବ ଭାରତ ବର୍ଷରେ। ଭାରତ ବର୍ଷର ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା, ଭାରତ ବର୍ଷର ସମ୍ବିଧାନ ଇଏ ବିପନ୍ନ ହେବ।